नमो भगवते वासुदेवाय। भागवत महापुराण तृतीय स्कंद सप्तदश अध्याय। तहु से असुर रूपरे जन्मिले दितिर उदरे हिरण्याक्षर दिग्विजये चरित 17 अध्याये। मैत्रेय उवाच ब्रह्मा वचने देवगण शुणिले अद्भुत कारण विधाता पादे प्रणमिले आनंदे निज पुरे गले। दिति कश्यप आज्ञा पाई पुत्रंक जन्मे शंका बही 7 बरस पूर्ण हेला बेनी बालक प्रसविला। से बेनी पुत्र जन्म काले दिवि मेदिनी अंतराळे घोर उत्पात भयंकर देखि कंपिले सुर नर। चल चल संगे मही कंपिले महा भय पाई दहिला प्राय अष्टदिगे दिशन्ति अनल संजोगे। उल्का संकुल धूमकेतु जे आदि सर्व भय हेतु कर्कशे बहई पवन उच्चे शुभई घोर सोन। घोर प्रचंड बात बळे वृक्षे उड़िले अंतराळे धूଳି पूरिला 10 दिशे निबिड़ अंधार प्रकाशे। उच्चे हसिला प्राय होई तड़ित मेघे आच्छादई। गगने जेते ज्योति थिले घोर तिमिरे न दिशिले। गगने नदी सई पथ तम आकाश कलाग्रस्त। समुद्र गर्जिला तरंगे क्षुभित मकरादि संगे। नदीरु जल सुखी गला निबिड़ पंक प्रकाशिला। आकाशे चंद्र दिवाकर मंडले दिशन्ति धूसर। बिना मेघरे जे निर्घात होइला घोर वज्रपात। निर्घाते रथ घोषवीरे गर्जिले जेने अंतराळे। फेरव गण पूर्व मुखे नाद करन्ति अति दुखे। करन्ति अति घोर सोन तुंडे की जले हुतासन। श्रुगाळी उल्लू कहूंकारे नाद करन्ति अति खरे। गर्धव संगे स्वाने मिली कांदन्ति ऊर्ध्वे मुख तोली। वृक्ष पड़न्ति पक्षी गणे अरण्य पशु घोर सोने। मूत्र पुरीश उत्सर्गन्ति रासभ सोने महाभीति। गाव दुहन्ते रक्त स्रवे गगने घोर नाद शुभे।
ଆକାଶେ ପୁରୀ ମେଘମାଳେ ପୂଜ ବରସନ୍ତି ଗହଳେ ଲିଙ୍ଗେ କାନ୍ଦନ୍ତି ଶକ୍ତି ଯୁକ୍ତେ ବୃକ୍ଷେ ପଡ଼ନ୍ତି ବିନା ବାତେ ଆକାଶେ ଗ୍ରହ ଗଣ ମିଳି ଶୂନ୍ୟେ ନାଚନ୍ତି ତାରାବଳୀ ଗ୍ରହେ କରନ୍ତି ଘୋର ରଣ ପ୍ରହାରେ ଦିଶେ ଅଗ୍ନିକଣ ଉତ୍ପାତ ଦେଖି ଗୁରୁତରେ ପ୍ରଜାଏ କମ୍ପିଲେ ନିର୍ଭରେ ସନକ ଆଦି ଚାରି ଭାଇ ବିନା ନ ଜାଣେ ତତ୍ତ୍ୱ କେହି ବିଶ୍ୱ ସଂସାରେ ମହାତ୍ରାସେ ସୃଷ୍ଟି ପ୍ରଳୟ ପ୍ରାୟ ଦିଶେ ଏମନ୍ତେ କଶ୍ୟପ ଭୁବନେ ପୁତ୍ରେ ବଢ଼ନ୍ତି ଦିନେ ଦିନେ ସ୍ୱଭାବେ କର୍କଶ ଶରୀର ଦିଶନ୍ତି ମହା ଭୟଙ୍କର ପର୍ବତ ପ୍ରାୟ ଦିନେ ଦିନେ ବଢ଼ିଲେ କଶ୍ୟପ ଭୁବନେ ଶିରେ କିରୀଟ ହେମମୟେ ଉଚ୍ଚେ ଗଗନ କିବା ଛୁଏଁ ରବି କି ଜିଣି କଟି ମାଝେ ସୁବର୍ଣ୍ଣ ମେଖଳା ବିରାଜେ ଅଙ୍ଗଦ ଆଦି ଶୋହେ ହସ୍ତେ ନିତ୍ୟ ଧାବନ୍ତି ଶୂନ୍ୟ ପଥେ ଗୃହେ ଚାଲନ୍ତେ ଘୋର ନାଦେ ମହି କମ୍ପଇ ବାଜି ପାଦେ ଏମନ୍ତ ପୁତ୍ରଙ୍କର ଗତି ଦେଖି କଶ୍ୟପ ପ୍ରଜାପତି ନାମକରଣ ହୋମ କଲା ବେନି ପୁତ୍ରଙ୍କ ନାମ ଦେଲା ବଜ୍ର କଠିନ ଦେଖି ବପୁ ବୋଇଲା ହିରଣ୍ୟକଶିପୁ ତାର ଅନୁଜ ତହୁଁ ଦକ୍ଷ କଳ୍ପିଲା ନାମ ହିରଣ୍ୟାକ୍ଷ ଦିନକୁ ଦିନ ମହାବପୁ ବଢ଼ିଲା ହିରଣ୍ୟକଶିପୁ ତପେ ବ୍ରହ୍ମାଙ୍କୁ ତୋଷ କଲା ସ୍ୱଭାବେ ତେଜ ଅନର୍ଗଳା ଗଦା ବୁଲାଇ ମହାରସେ ବେଗେ ଧାଇଁଲା ଦଶ ଦିଶେ ଦେଖି ତାହାର ଦୁଷ୍ଟପଣ ଭୟେ କମ୍ପିଲେ ଦେବଗଣ ବେଗେ ମିଳିଲେ ତାର ପାଶେ ଖଟିଲେ ଜୀବନର ଆଶେ ତାର ଅନୁଜ ହିରଣ୍ୟାକ୍ଷ ଗଦା ସମରେ ମହାଦକ୍ଷ ଜ୍ୟେଷ୍ଠ ଭ୍ରାତାର ପ୍ରିୟକାରୀ ଯୁଦ୍ଧେ ବୁଲଇ ଗଦା ଧରି ବଳେ ପଶିଲା ସ୍ୱର୍ଗପୁରେ ସୁବର୍ଣ୍ଣ ନୂପୁର ପୟରେ ଚାଲନ୍ତେ ରୁଣୁ ଝୁଣୁ ବାଜେ କୁସୁମ ମାଳା ଗଳେ ସାଜେ କନ୍ଧେ ପକାଇ ଗଦାବର କିୟ ବା ଦେବା ପଟାନ୍ତର ତାର ଗମନ ଅତି ବେଗେ ଅତି ଉତ୍କଟ ମତ ଗର୍ବେ
ଦେଖି ପଳାନ୍ତି ରିପୁଜୁଥେ ନିର୍ଭୟେ ଭ୍ରମଇ ଜଗତେ। ଦେବେ ତାହାର ରୂପ ଦେଖି ଭାଜିଲେ ତ୍ରିଦିବ ଉପେକ୍ଷୀ। ଆକାଶ ତେଜି ଦେବଗଣେ ଭୟେ ଲୁଚିଲେ ଘୋର ବଣେ। ବନେ ଲୁଚିଲେ ତାର ଦର୍ପେ ଗରୁଡ଼ ଭୟେ ଯେହ୍ନେ ସର୍ପେ। ସ୍ୱର୍ଗେ ପଶିଲା ବେଗେ ଯାଇ ଦେଖିଲା ସ୍ୱର୍ଗେ ଲୋକ ନାହିଁ। ଦେବତା ଇନ୍ଦ୍ର ରାଜ୍ୟ ତୁଲେ ସର୍ବ ସମ୍ପଦ ଛାଡ଼ିଗଲେ। ଦେଖିଣ ଇନ୍ଦ୍ର ର ସମ୍ପଦ ଅନେକ କଲା ଘୋର ନାଦ। ମୁହୂର୍ତ୍ତେ ସ୍ୱର୍ଗ ପୁରେ ବସି ପୁଣି ମିଳିଲା ମର୍ତ୍ତେ ଆସି। ଅସୁର ବିଚାରଇ ମନେ ପଶିବି ବରୁଣ ଭୁବନେ। ମୋହର ପ୍ରାୟ ଗଦା ବଳେ କେଅବା ଅଛନ୍ତି ପାତାଳେ। ଏମନ୍ତ ମନେ ବିଚାରିଲା ଜଳଧି ମଧ୍ୟେ ସେ ପଶିଲା। ସେ ମଦ ମତ ହସ୍ତି ପ୍ରାୟେ ଜଳଧି ମଧ୍ୟେ ଅବଗାହେ। ଜଳେ ପଶନ୍ତେ ମହାସୁର କମ୍ପିଲା ବରୁଣର ପୁର। ଭାଜିଲେ ଜଳ ଜନ୍ତୁ ଗଣେ କେବା ଚଳିବ ତାକୁ ରଣେ। ସଭୟେ ସର୍ବେ ପଳାଇଲେ ଗଭୀର ଜଳେ ସେ ପଶିଲେ। ଏମନ୍ତ ବରୁଣ ଭୁବନେ ବହୁ ବରଷ କୋପ ମନେ। ସେ ବିଭାବରୀ ନାମେ ପୁରୀ ତା ମଧ୍ୟେ ବିଚରଣ କରି। ଭ୍ରମଇ କରେ ଗଦାଧରି କେତାକୁ ସମରେ ଉଭାରି। ତାର ନିଶ୍ୱାସ ବାୟୁ ବେଗେ ବହୁତ ରଙ୍ଗ ଜଳ ଭାଗେ। ସେ ଲୌହମୟ ଗଦା ନେଇ ତାହା ଉପରେ ପ୍ରହାରଇ। ରାତ୍ରି ଆଗମେ ଏକ ଦିନେ ମିଳିଲା ବରୁଣ ଭୁବନେ। ଅଳପ ହସି ଉପହାସେ ପ୍ରଣାମ କରି ତାର ପାଶେ। ନିଚ ଜନଙ୍କ ପ୍ରାୟ ହୋଇ ବୋଲଇ ଶିରେ କର ଦେଇ। ହେ ରାଜା ଶୁଣ ମୋର ବୋଲ ତୁ ଯୁଦ୍ଧ କର ମୋର ତୁଲ। ତୁ ଲୋକପାଳ ଶିରୋମଣି ତୋର ମହିମା ମୁହିଁ ଜାଣି। ତୁ ଧର୍ମଦାତା ମଧ୍ୟେ ମେରୁ ବୀରମାନଙ୍କ ଦର୍ପ ଚୁରୁ। ମୋହର ଦର୍ପ ଏବେ ହର ସୁଖେ ରାଜୁଛି ଜାଗ କର। ଏମନ୍ତ ଶୁଣି ତା ବଚନ ଜଳଧିପତି କୋପେ ଛନ।
ପୁଣି ସେ କୋପ କରି ସ୍ଥିର କହି ବଚନ ମଧୁର ବୋଲେ ଶୁଣ ଭୋ ବୀରମଣି ମୁଁ ତୋର ରିପୁ ନହେ ପୁଣି ତୁ ବୀର କହୁ ମୋର ହିତେ ମୁଁ ତୋତେ ଯୁଝିବି କେମନ୍ତେ ତୁ ମହାବୀରଙ୍କର ବୀର ମୋ ବୋଲେ କୋପ ତୁ ସଂଘର ଭୋ ବୀରର ଦିନା କେତେ ଇଚ୍ଛା ତ ଯେବେ ଯୁଦ୍ଧ ଅର୍ଥେ ତୋ ଯୁଦ୍ଧ ମାର୍ଗରେ ନିପୁଣ ତୋ ତୁଲେ ସମ ନାରାୟଣ ତୋ ବୀର ରଣେ ସୁପଣ୍ଡିତ କେରଣେ ତୋ ଶିବ ତୋ ଚିତ୍ତ କେବଳ ପୁରାଣ ପୁରୁଷ ସେ ବିଷ୍ଣୁ କରି ପାରେ ତୁଷ ତୋତେ ମାରିବେ ସେ ସମରେ ତୋ ପୁଣି ସଂଗ୍ରାମ ଭୂମିରେ ବୀର ଶୟନେ ତୋ ଆନନ୍ଦେ ଶୋଇବୁ କୁକୁରଙ୍କ ମଧ୍ୟେ ସେ ରୂପ ବହେ ଏ ଜଗତେ ତୋହର ପ୍ରାୟ ଦୁଷ୍ଟ ଯେତେ ତାହାଙ୍କ ଗର୍ବ ଜୋର କରେ ସଂସାର ହିତେ ସେ ବିହରେ ଏମନ୍ତ ସୁରଙ୍କୁ କହି ମନେ ଚିନ୍ତଇ ଭାବଗ୍ରାହୀ ସେ ହରି ଚରଣାର ବିନ୍ଦେ ସୁଜନେ ପ୍ରଣମ ଆନନ୍ଦେ ତୃତୀୟ ସ୍କନ୍ଧେ ଭାଗବତ କହଇ ଦାସ ଜଗନ୍ନାଥ। इति श्रीमद्भागवते महापुराणे पारमहंस्यां संहितायां तृतीय स्कन्धे हिरण्यक्ष दिग्विजये सप्तदश अध्याय। अष्टादश अध्याय बराह हिरण्याक्षरण 18 अध्याये बखाण। मैत्रेय उवाच वरुण वाक्य शुणि कर्णे असुर विचार हि मने वरुण तुले युद्ध मोर एतनु हई यशस्कर नारद कहिछन्ति मते विष्णुर गति ए जगते शुकर रूपे से धरणी स्थापिब दंत ग्रेहाणी ताहार तुले मो समर नाम जाहार गदाधर मो भुज कंडु से हरिब देवंकु संकट तारिब एमंत मने विचारिला तक्षणे पाताले पशिला देखई गोविंदर गति दर्शन अग्रे वसुमती आदित्य प्राय तेज देखी भय बुझिला बेनी आखि पुणी क्षणके चक्षु फेई विष्णु को देखी विचारई नारद वाक्य जेवे सत्य मुहि देखई विपरीत ए मृग कानन गोचर पंके दूषित ए शुकर हेमंत बोली न हसिला बराह निकटकु गला बोले शुकर मुख चाही दशनु बेगे थुओ मही पाताल लोकंकु मेदिनी
ପୂର୍ବେ ଦେଇଛି ପଦ୍ମଜନି ଯେବେ ମେଦିନୀ ନ ଛାଡ଼ିବୁ ମୋ ମୁଖ ଭଲେ ନ ବର୍ତ୍ତିବୁ ସୁରଧମ ତୁ ବୋଲାଉ ଯେଣୁ ସୁକର ରୂପ ବହୁ ମୋର ରିପୁଙ୍କ ଶୁଭ ଚିନ୍ତି ତୁ ବହୁ ସୁକର ଆକୃତି ରେ ମୂଢ଼ ଶୁଣ ମୋ ଉତ୍ତର ଆମ୍ଭର ହସ୍ତେ ମୃତ୍ୟୁ ତୋର ମାୟାରେ ମାରୁ ତୁ ଅସୁର କପଟ ଧର୍ମ ଏ ତୋହର ଆଜି ତ ସଂହାର କରିବି ସୁହୃଦ ଶୋକ ନିବାରିବି ତୋର ମୋହର ଗଦା ଯୁଦ୍ଧେ ତ୍ରିଦଶେ ଦେଖନ୍ତୁ ଆନନ୍ଦେ ତୋର ମୂର୍ଧନି ଗଦା ଘାତେ ବେଗେ ଉଡ଼ିବ ମହାବାତେ ବଳି ହରନ୍ତି ଯେତେ ଦେବେ ତୋହର ମରଣ ଦେଖିବେ ମୂଳ ବିନାଶେ ବୃକ୍ଷ ଯେହ୍ନେ ତ୍ରିଦଶେ ହୋଇବେ ତେସନେ ଏମନ୍ତ ଅସୁରର ବାଣୀ ଶୁଣିନ କମ୍ପିଲା ଧରଣୀ ଗୋବିନ୍ଦ ଦେଖି ଭୂମି ଭୟ ଜଳୁ ଉଠିଲେ ମହାକାୟ ବରାହ ରୂପୀ କୋପ ମନେ ମର୍ମ ପ୍ରହାରେ ହସ୍ତି ଯେହ୍ନେ ଜଳୁ ଉଠନ୍ତେ ମହାରୋଷେ ପର୍ବତ ପ୍ରାୟ ଦେହ ଦିଶେ ସେ ହିରଣ୍ୟାକ୍ଷ ଦେଖି କୋପେ ମିଳିଲା ବରାହ ସମୀପେ ସିଂହ ଯେ ସନେ ହସ୍ତି ଆଗେ ମିଳିଲା ପବନ ବେଗେ ବରାଳ ଦନ୍ତ ଗଦା ପାଣି ବଜ୍ର ନିଶନ ପ୍ରାୟ ବାଣୀ ବୋଲେ ବରାହ ମୁଖ ଚାହିଁ ତୋର ବଦନେ ଲଜ୍ଜା ନାହିଁ ଦେବଙ୍କ ଈଶ୍ୱର ବୋଲାଉ ଶୁକର ରୂପେ ତୁ ପଳାଉ ଏମନ୍ତ ଅସୁର ବଚନେ କୋପ ବଢ଼ିଲା ବିଷ୍ଣୁ ମନେ ଧରଣୀ ସମୁଦ୍ରର କୋଳେ ଦନ୍ତ ଥୋଇଲେ ବିଷ୍ଣୁ ତଳେ ନିଜ ମୂରତି ଗଦାଧର କିଏ ବା ଦେବା ପଟାନ୍ତର ଦେଖି ସାନନ୍ଦ ଦେବଗଣ କରନ୍ତି ପୁଷ୍ପ ବରଷଣ ବ୍ରହ୍ମାଦି ଦେବଗଣେ ମିଳି ସ୍ତୁତି କରନ୍ତି ଭୁଜ ତୋଳି ଅସୁର ଦେବ ସ୍ତୁତି ଶୁଣି କୋପେ କମ୍ପଇ ଶିର ଝୁଣି ତାହାର ହସ୍ତେ ଗଦା ସାଜେ କାଞ୍ଚନ କବଚ ବିରାଜେ ଶୁଣି ଅସୁର ଦୁର୍ବଚନ କୋପେ କମ୍ପିଲେ ଭଗବାନ ପ୍ରଚଣ୍ଡ ତେଜ ମନ୍ଦ ହାସେ ଅସୁର ମୁଖ ଚାହିଁ ରୋଷେ ତା ଉପହାସ ପ୍ରତ୍ୟୁତ୍ତର ସହାସେ କଲେ ଗଦାଧର ଶ୍ରୀ ଭଗବାନ ବାଚ ବନଶୁକର ମୁଁ ସ୍ୱଭାବେ ମୋର ମହିମା ଶୁଣ ଏବେ ତୋହର ପ୍ରାୟ ଶ୍ୱାନ ଗଣ ମତୁଲେ କେ କରିବରଣ ତୁ ମୃତ୍ୟୁ ପାଶେ ବଦ୍ଧ ହୋଇ ବିଶେଷେ କହୁ ଦମ୍ଭ ବହି ଯେଣୁ ଅଳପ ବଳ ମୋର କିବା କହିବି ତୋ ଆଗର ଯେ ବୀର ଗଣ ଏ ସଂସାରେ ତୋର ପ୍ରଶଂସା କେ ନ କରେ ଆସମ ପରାଭବ କର ତୁ ଯୁଥ ପତିଙ୍କ ପ୍ରବର କରି ତୁ ଆମ୍ଭର ନିଧନ ତୋ ଯୁଦ୍ଧ ଆଶା କର ପୂର୍ଣ୍ଣ ପ୍ରତିଜ୍ଞା ପୂର୍ଣ୍ଣ ଯେ ନ କରେ ଅସାଧୁ ବୋଲନ୍ତି ସଂସାରେ ଆକାଶେ ଦେବଗଣ ଯେତେ ଦେଖି ତୋହର ଗଦା ହସ୍ତେ ଆକାଶ ଛାଡ଼ି ପଳାଇଲେ ମୋହର ସମୀପେ ମିଳିଲେ କେମନ୍ତେ ସଂଗ୍ରାବନ ଦେବୀ
ପଳାଇ କାହିଁ ବା ପଶିବି, ତୋତେ ମୁଁ ସଂଗ୍ରାମେ ନାସିବି, ଦେବଙ୍କୁ ସଙ୍କଟୁ ତାରିବି। ଗଦା ପ୍ରହାରୀ ତୋର ହୃଦେ, ଦେବେ ସ୍ଥାପିବି ନିଜ ପଦେ। ମୈତ୍ରେୟ ଉବାଚ ଏମନ୍ତେ ବରାହ ବଚନେ, ସେ ହିରଣ୍ୟାକ୍ଷ କୋପ ମନେ। ସ୍ୱଭାବେ ଦୁଷ୍ଟ ମହାବଳୀ, ଗର୍ଜଇ ହସ୍ତେ ଗଦା ତୋଳି। ଶବଦେ ବ୍ରହ୍ମାଣ୍ଡ କମ୍ପିଲା, ବରାହ ଅଙ୍ଗେ ପ୍ରହାରିଲା। ସେ ହରି ନିଜ ମାୟା ବଳେ, ଦୃଢ଼ ପ୍ରହାର ବଞ୍ଚାଇଲେ। ପୁଣି ଅସୁର ଗଦା ହସ୍ତେ, ମଣ୍ଡଳ ଗତି ଶୂନ୍ୟ ପଥେ। ଗଦା ବୁଲାଇ ଅତି ରୋଷେ, ପିଟିଲା ବିଷ୍ଣୁ ପୃଷ୍ଠ ଦେଶେ। ଶୁଭିଲା ବଜ୍ର ଘଡ଼ଘଡ଼ି, ଅଧର ଦଶନେ କାମଡ଼ି। ସେ ଗଦା ବଞ୍ଚାଇ ମୁରାରି, ଦକ୍ଷିଣ ଭୁଜେ ଗଦା ଧରି। ପିଟିଲେ ଅସୁରର ମୁଣ୍ଡେ, ବଜ୍ର ଯେ ସନେ ଗିରି ଖଣ୍ଡେ। ଏମନ୍ତେ ହରି ହିରଣ୍ୟାକ୍ଷ, ସମରେ ବେନି ଜନ ଦକ୍ଷ। ବେନି ସେ ଶରୀରେ ଗଦାଘାତ, ଶୁଭଇ ଯେହ୍ନେ ବଜ୍ରପାତ। ଜିଣିବା ସେ ଅନ୍ୟା ଅନ୍ୟେ, ଯୁଦ୍ଧ କରନ୍ତି କୋପ ମନେ। ଏମନ୍ତେ ହରି ହିରଣ୍ୟାକ୍ଷେ, ଗଦା ପ୍ରହାରେ ଜାନୁ ବକ୍ଷେ। ଫାଟିବ ହୋଇ ଶୁଣି ଧାର, ବିଶେଷ ଯୁଦ୍ଧ ମହାଘୋର। ଗଦା ବିଚିତ୍ର ଗତି କରି, ବେଗେ ପିଟନ୍ତେ କୋପ ଭରି। ଶବଦ ଶୁଭଇ ପ୍ରଚଣ୍ଡ, ଯେହ୍ନେ ଯୁଝନ୍ତି ବେନି ଷଣ୍ଢ। ଏମନ୍ତେ ହରି ହିରଣ୍ୟାକ୍ଷେ, ଯୁଦ୍ଧେ ମିଳନ୍ତେ ଅନ୍ତରୀକ୍ଷେ। ମିଳିଲେ ଦେବ ଋଷି ମେଳେ, ଅଞ୍ଜଳି ନିବେଶିକ ପାଳେ। ବିଧାତା ଶୂନ୍ୟ ପଥେ ଥାଇ, ସ୍ତୁତି କରନ୍ତି ବିଷ୍ଣୁ ଚାହିଁ। ବ୍ରହ୍ମା ଉବାଚ ହେ ଦେବ ଦେବ ତୋ ଚରଣ, ଆମ୍ଭେ ଯେ ପଶିଲୁ ଶରଣ। ଗୁରୁ ବ୍ରାହ୍ମଣ ଦେବଙ୍କର, ଅନିଷ୍ଟ କରଇ ଅସୁର। ନିର୍ଭୟେ ଗଦା ଘେନି କରେ, ଯୁଦ୍ଧର ଅର୍ଥେ ତିନି ପୁରେ। ଭ୍ରମଇ ଏହୁ ମହାରୋଷେ, ବାରଣ ଯେହ୍ନେ ନିରଙ୍କୁଶେ। ସର୍ପର ଲାଞ୍ଜ ଧରି କରେ, ବାଳକ ଯେହ୍ନେ କ୍ରୀଡ଼ା କରେ। ଏହି ମାୟାବୀ ଦୈତ୍ୟ ଘେନି, କ୍ରୀଡ଼ା ନ କର ଗଦା ପାଣି। ଦିନକୁ ଦିନ ଏ ବଢ଼ନ୍ତେ, କେ ସୁଖେ ଥିବ ଏ ଜଗତେ। ଆସୁରୀ ବେଳା ପ୍ରାପ୍ତ ହୋଇ, ଯାବତ ଏହି ନ ବଢ଼ଇ। ତାବତ ନିଜ ମାୟା ବଳେ, ଏ ଦୁଷ୍ଟ ନଷ୍ଟ କର ହେଳେ। ଆମ୍ଭଙ୍କୁ ସଙ୍କଟୁ ଉଦ୍ଧର, ଏହାର ପ୍ରାଣ ବେଗେ ହର। ଦେଖ ଏ ସନ୍ଧ୍ୟା ବିଭାବରୀ, ଏ ଭୂମି ଅନ୍ଧକାର କରି। ଆସଇ ମହାଘୋର ରୂପେ, ଭୋନାଥ ଦେଖ ତୋ ସମୀପେ। ଆମ୍ଭ ବିପକ୍ଷ ଦିତି ବଳା, କିବା ତୋହର ବିଷ୍ଣୁ ଲୀଳା। ବେଗେ ଅସୁର ଏବେ ମାର, ଆମ୍ଭର ଜୟ ଉଦେ କର। ମୁହୂର୍ତ୍ତ ଅଭିଜିତ ନାମ, ସର୍ବମଙ୍ଗଳ ଶୁଭ ଧାମ। ଏ ଶୁଭ ବେଳେ ଚକ୍ରଧର, ଆମ୍ଭଙ୍କୁ ସଙ୍କଟ ଉଦ୍ଧର। ଏହାର ମୃତ୍ୟୁ ତୁ ସାକ୍ଷାତେ, ଭାଗ୍ୟ ମିଳିଲା ତୋ ଗ୍ରତେ। ଏମନ୍ତେ ଅସୁରର ଲକ୍ଷେ, ଋଷି ଦେବତା ଅନ୍ତରୀକ୍ଷେ। ଅତି ବିକଳେ ସ୍ତୁତି କଲେ, ବରାହ ରୂପୀ ପାଦ ତଳେ। ସେ ଯଜ୍ଞ ବରାହ ଚରଣେ,
सुजने चिंतन क्षणे तृतीय स्कंधे हरिवाणी संतोष श्रुति पथे शुणी हरिचरणे करियास कहि जगन्नाथ दास। इति श्रीमद्भागवते महापुराणे पारमहंस्यां संहितायां तृतीय स्कंधे हरिहिरण्याक्ष युद्धं नाम अष्टादश अध्याय। 19 अध्याय हिरण्याक्षर वध कथा 19 व्यवस्था। मैत्रेय उवाच एमंत ब्रह्मार वचन शुणे संतोष भगवान अमृत प्राय शुणे कर्णे असुर वधे सावधाने दक्षिण करे गदाधरी हुंकार नादे दैत्यारी निर्भय देखि ताने कटे प्रहार कले कर्ण तटे तक्षणे दैत्य गदा बळे गदा पड़िला हस्तु तले विष्णु को हिरण्याक्ष चाहि क्षत्रिय धर्म विचारई आयुध नाही एहा हस्ते एहाकु मारिबि केमन्ते एमन्ते विचारु असुर शून्य शुभिला हाहाकार ता शुणी प्रभु गदाधर संभ्रमे तोलिबे निकर बोलन्ति देवगणे चाहि भय न कर तुम्भे केहि एमन्ते कहि देवराज ऊर्ध्वे तोलिले दक्ष भुज निज आयुधे स्मरि मन तक्षणे जाने सुदर्शन बेगे धाइला शून्य व्यापी तेज विराजे विश्वरूपी मिलिला विष्णु करे जाई तादिति पुत्र न जाणई देवे देखन्ति शून्य पथे चक्र को चाहि विष्णु हस्ते कहन्ति विचित्र वचन भो देव हेउ तो कल्याण भो नाथ तोर द्वारपाल ए दुष्ट तेजे अनर्गल एहार प्राण बेगे हर आम्भଙ୍କୁ संकट उद्धर देवଙ୍କ वाक्य कने शुणी कोपे धाइला वीरमणि समीपे देखि चक्र पाणी ओष्ठका मोड़े पुणी पुणी निश्वास खर तर बहे कोपे कंपई तारकाए कराळ दिशे ता बदन नयनु प्रकाशे दहन दहिला प्राय 10 दिशे बेगे धाइला महारसे डाकई पुरिला तो काळ मगदा प्रहार संभाळ एमंत बोली कोप भरे पिटिला विष्णुर उपरे पवन बत जगन्नाथ पादे हरिले गदाघात दैत्य को बोलन्ति उत्तर जेबे जिणिबा इच्छा तोर उत्तम शस्त्र धरि हस्ते प्रहार कर तुहि मते एमंत शुणिन वचन कोपे कंपई अपघन गोविंद शिरे गदाघात पड़िला जेन्हे निर्घात सबदे भुवन कंपिला
ତକ୍ଷଣେ ଭୂମିରେ ପଡ଼ିଲା, ଭାଜିଲା ସତେ ଖଣ୍ଡ ହୋଇ, ଦେବେ ଦେଖନ୍ତି ଶୂନ୍ୟ ରହି। ଗଦା ଯାଚିଲେ ନାରାୟଣ, ଅସୁର ନ ନେଲା ତା ପୁଣ। ଗଦା ବି ଭଙ୍ଗେ କୋପ ଭରେ, ତୀକ୍ଷ୍ଣ ତ୍ରିଶୂଳ ଧରି କରେ। ଅନଳ ପ୍ରାୟ ଶୂଳ ଜଳେ, ଦେଖି କମ୍ପିଲେ ଦିଗପାଳେ। ଯଜ୍ଞ ସ୍ୱରୂପୀ ବିଷ୍ଣୁ ଦେହେ, ବ୍ରାହ୍ମଣେ ଅଭିଚାର ପ୍ରାୟେ। ଉଚ୍ଛେଦଇଲା ଶୂଳ ତୋଳି, ପିଟିଲା ନେଇ ମହାବଳୀ। ସେ ଶୂଳ ଗଗନେ ପ୍ରକାଶେ, ଜ୍ୱଳନ୍ତ ଅଗ୍ନି ପ୍ରାୟ ଦିଶେ। ତା ଦେଖି ପ୍ରଭୁ ଜଗନ୍ନାଥ, ସୁତୀକ୍ଷ୍ଣ ଚକ୍ର ଘେନି ହସ୍ତ। ଶୂଳ ଛେଦିଲେ ମହାଶୂନ୍ୟେ, ଗରୁଡ଼ ପକ୍ଷ ଇନ୍ଦ୍ର ଜେନେ। ତ୍ରିଶୂଳ ଭଗ୍ନ ରଖି ରୋଷେ, ବେଗେ ମିଳିଲା ବିଷ୍ଣୁ ପାଶେ। ମୁଷ୍ଟି ଉଞ୍ଚାଇ ବଜ୍ର ପ୍ରାୟେ, ପିଟିଲା ଯଜ୍ଞ ରୂପୀ ଦେହେ। ମାୟାବୀ ହିରଣ୍ୟାକ୍ଷ ବୀର, ଶରୀର କଲା ଯେ ଅନ୍ତର। କେହି ନ ଦେଖେ କେଣେ ଗଲା, ଅଦ୍ଭୁତ ଶବଦ ଶୁଭିଲା। ତାର ପ୍ରହାରେ ଯଜ୍ଞ ରୂପୀ, ସ୍ୱଭାବେ ରହିଲେ ନ କମ୍ପି। ଗଜକୁ ପୁଷ୍ପ ମଣ୍ଡା ଜେହ୍ନେ, ପ୍ରହାରେ ଦୁଃଖ ନାହିଁ ମନେ। ପୁଣି କ୍ଷଣକେ ମହାରୋଷେ, ଅସୁର ମିଳି ବିଷ୍ଣୁ ପାଶେ। ମାୟା ସର୍ଜିଲା ଅପ୍ରମିତେ, ସେ ମାୟା ଧରର ଗ୍ରତେ। ସେ ମାୟା ଦେଖି ପ୍ରଜାଗଣେ, ହସ୍ତ ଆଚ୍ଛାଦିଲେ ନୟନେ। ଶରୀର କମ୍ପେ ମହାଭୟେ, ମଣିଲେ ପ୍ରଳୟର ପ୍ରାୟେ। ପ୍ରଚଣ୍ଡ ବାତ ବହେ ଖରେ, ଶୂନ୍ୟ ପାଷାଣ ବୃଷ୍ଟି କରେ। ପାଂଶୁ ପୁରିଲା 10 ଦିଶେ, ନିଷ୍ଠୁର ତମ ଯେ ପ୍ରକାଶେ। ଘୋର ଗର୍ଜନ ମାୟା ମେଘେ, ବିଜୁଳି ପୁରେ 10 ଦିଗେ। বিষম মেঘর আচ্ছনে শূন্যে লুচিলে জ্যোতির্গণে পূজ পুরী সমুদ্রস্তি রুধির সঙ্গে বরসন্তি পর্বত প্রায় দেহ করি রাক্ষসী নানা শস্ত্র ধরি ধামন্তি অতি মহারোষে কটি বিবস্ত্র মুক্ত কেশে হস্তে বিরাজে তীক্ষ্ণ শূল শোভই মুখরা বগোল প্রলয় কাল প্রায় মণি অদ্ভুতে কম্পই ধরণী যক্ষ রাক্ষস পন্তি পন্তি রথ তোরঙ্গ নরহস্তি কুৎসিত বাক্যে রাব শুভে শূন্যে কম্পন্তি সর্বদেবে এমন্ত মায়া দেখি হরি নিশ্চয় জানিলে আসুরি মায়াবী দর্প বিনাশনে কোপ বসিলা বিষ্ণু মনে সুদর্শন ধরি করে হরি ধাইলে ধাতিকারে তক্ষণে কশ্যপ ভুবনে ভয় পশিলা দিতি মনে হৃদয় কম্পই কাতরে বাক্য ন স্ফুরে কণ্ঠ দ্বারে
स्वामीर वचन सुमरे स्तनुरु धीर धारा झरे चक्रर तेजे माया गला रवि किरण प्रकाशिला देखी असुर महाकोपे मिलिला विष्णुर समीपे रोषे अरुण दिशे दृष्टि ऊर्ध्वे तोलिला बेनि मुष्टि गोविंद हृदय प्रहारिला सबदे भुवन कंपिला मुष्टि बाजिला वज्र प्राय देखी कोपिले देवराय कर प्रसारी कर्ण मूले गोविंद प्रहारिले बळे पूर्वे जे सने सुर राय विश्वकर्मार पुत्र देहे प्रहार करी कर्ण मूले प्राण हरिले तार बळे एमंत विष्णुर प्रहारे प्राण छाड़िला कलेवरे मुष्टि प्रहारे मुंड फाटी पड़िला मही तले लटी वृक्ष जे सने वायु बळे उपुड़ी पड़ई भूतले ते सने भूमि तले पड़ी दशने अधर कामड़ी सेनाद कला घोर तर प्राण छाड़िला महावीर असुर मृत्यु देवे देखी मिलिले गगन उपेक्षी देखिले असुर वदन भ्रुकुटी कुटिल नयन विधाता आदि सुर वृंद करन्ति जय जय नाद बोलन्ति धन्य ए असुर विष्णुर हस्ते गला मार एमन्ते के लभे मरण लभिला विष्णुर चरण धन्य जीवनटिए हार ब्राह्मण सापु हेला पार पुणी होइब जन्म दुई एमंत बोली विष्णु चाहे ब्रह्मादि देवे कर जोड़ी स्तुति करन्ति पादे पड़ी देवाउचु नमोऽखिल यज्ञ तन्तु तो अवतार भक्त हेतु निर्मल सत्वमूर्ति धरी संसार पाळु नर हरि आंभर भाग्ये भगवान ए दुष्ट कलु तु निधन तोर प्रसन्ने जगन्नाथ आम्भे जे होइलु निश्चिंत तोर संसार पाळ हेबे हेमंत कही सर्वदेवे आनंदे गले निजपुर सुमने शुण हे विदुर मैत्रेय उवाच एमन्ते हिरण्याक्ष मारी यज्ञ वराह रूप धरी निज भुवने हरि गले उत्सव परम मंगले ब्रह्मादि देवे कले स्तुति निज भुवने लक्ष्मीपति भक्त उद्धरी महातोषे मिलिले कमलार पासे तू जाहा पचारिलु मते प्रसन्ने कहिली मु तोते विष्णुर लीला अवतार हिरण्याक्षर जे उद्धार सुतवाच
ଏମନ୍ତେ ମୈତ୍ରେୟ ବାଣୀ ବିଦୁର ସାବଧାନେ ଶୁଣି ପରମାନନ୍ଦ ସେ ଲଭିଲା କାନନେ ପରାଶର ବଳା। ଅନ୍ୟ ଯେ ପୁଣ୍ୟ ଶୋକ ଜନେ ନାନା ପ୍ରକାରେ ଏ ଭୁବନେ ତାହାଙ୍କ ଯଶ କର୍ଣ୍ଣେ ଶୁଣି ଭବ ସାଗରୁ ତରେ ପ୍ରାଣୀ। କୃଷ୍ଣର ଗୁଣ ଅବତାର କର୍ଣ୍ଣେ ଅମୃତ ରସଧାର ଶୁଣି ସୁଜନେ କର୍ଣ୍ଣ ଦ୍ୱାରେ କିମ୍ପା ନ ତରିବେ ସଂସାରେ। ବନସ୍ଥ ଗଜ ଜଳେ ପଶି କରିଣୀ ପଲ ମଧ୍ୟେ ମିଶି ଜଳେ ଚରନ୍ତେ ପଦ୍ମବନେ କୁମ୍ଭୀର ଗ୍ରାସିଲା ଚରଣେ। ଚରଣ ନ ପାରିଲାଣି ଅନେକ ହସ୍ତି ତାକୁ ଟାଣି ନ ପାରି ହୋଇଲେ ବିଷାଦ ଚିତ୍ତେ ଚିନ୍ତଇ ବିଷ୍ଣୁ ପଦ। ତକ୍ଷଣେ ପ୍ରଭୁ ଚକ୍ରପାଣି ଗଜ ରଖିଲେ ଗ୍ରାହ ହାଣି। ତାର ଚରଣେ ମୁନି ବୃନ୍ଦେ ନାନା ପ୍ରକାର ଯୋଗ ସାଧେ। ଅଭୟ ପଦେ ସେ ପଶନ୍ତି ସେ ଅନ୍ୟ ଭାବ ନ ଚିନ୍ତନ୍ତି। ଅସାଧୁ ଜନେ ଅଗୋଚର ଜାନାମ ଅଭୟ ପଞ୍ଜର। ହିରଣ୍ୟାକ୍ଷର ବଦ୍ଧ ତତ୍ତ୍ୱ ଅମୀୟ ରସ ଭାଗବତ ନିଜ ଭକତ ଉଦ୍ଧାରିଣ ଶୁକର ରୂପେ ନାରାୟଣ। ଧରଣୀ ଉଦ୍ଧରିଲେ ଦନ୍ତେ କ୍ରୀଡ଼ା ବିହାର ଏ ଜଗତେ। ଏକଥା ଶ୍ରବଣ କୀର୍ତ୍ତନ କରି ବଞ୍ଚନ୍ତି ଯେଉଁ ଜନ। ବ୍ରାହ୍ମଣ ବଦ୍ଧ କରିଥିଲେ ଦୋଷ ନ ଲାଗେ ତାକୁ ଭଲେ। ଏ ପୁଣ୍ୟ ଯଶ ହରି କଥା ଧନ ଆୟୁଷ ମୋକ୍ଷ ଦାତା। ପ୍ରାଣ ଇନ୍ଦ୍ରିୟ ସୁଖ ବଢ଼େ ଦୁର୍ଗତିରିଷ୍ଟ ବାଧା ଛାଡ଼େ। ସୁଜନ ସଙ୍ଗେ ଯେବେ ମିଶେ ଅନ୍ତେ ଗୋବିନ୍ଦ ପାଦେ ପଶେ। ଏକଥା ଶୁଣି ସାଧୁ ଜନେ ବଞ୍ଚିବ ଶ୍ରବଣ କୀର୍ତ୍ତନେ। ତୃତୀୟ ସ୍କନ୍ଧେ ଭାଗବତ ମୈତ୍ରେୟ ବିଦୁର ଚରିତ। ଯେତେ କହିଲେ ହରିବାଣୀ ଶୁଣି ସଂସାରୁ ତର ପ୍ରାଣୀ। ଭାଷା ପ୍ରବନ୍ଧେ ଭାଗବତ କହିଲା ବିପ୍ର ଜଗନ୍ନାଥ। ସୁଜନେ ଦୋଷ ମନ ଧର ମୁତୁମ୍ଭ ଚରଣେ କିଙ୍କର। इति श्रीमद्भागवते महापुराणे पारमहंस्यां संहितायां तृतीय स्कन्धे हिरण्याक्षवध नाम ऊनविंशोऽध्याय। विंशोऽध्याय पुणे सृष्टिर प्रकरण विंशति अध्याये बखाण। शौनक उवाच बराह रूपी भावग्राही जले धरणी गले थोई। से मनु स्वयंभूर बला धरणी पृष्ठे जाहा कला। नाना प्रकारे जंतु जेते ताहांकु साधिला केमन्ते। ज्येष्ठ भ्राता जे धृतराष्ट्र ता पुत्र दुर्योधन दुष्ट। कर्ण शकुनि दुःशासन एहांक तुले जेते जन। पांडव हिते से विश्वासे वर्तई बोली महारोषे। राजु बाहार करी देला जेणु से व्यासंकर बला। छाड़िला हस्तिना नगरी कृष्ण चरणे आश्रय करी।
तीर्थ साधन पुण्य बळे एकान्ते विष्णु भक्ति फळे गोविंद भक्त से निश्चळे वर्तई भक्त जन मेळे विदुर भ्रमे तीर्थ मार्गे कानने मैत्रेयଙ୍କ आगे वन गहने गंगा कूले सेवेनी जन एक मेळे विदुर किबा प्रश्न कला कहिबा मते विष्णु लीला से विष्णु कथा वाक्य सार श्रुति गोचरे सुधाधार जे सने गंगा स्नान कले से तिनि तापरु धरे गोविंद कथा से ही मते पाप न रहे अंतर्गते कृष्ण चेष्टित भाव जेते भोमुनि कह मोग्रते कृष्णर लीलामृत रसे रसई जार श्रुति ग्रासे से काहे छाड़े कृष्ण कथा जेणे हरई भव व्यथा नैमिषारण्ये मुनि गणे से उग्र श्रवार चरणे प्रणत होइण कहिले विष्णुर कथा कह भले से उग्र श्रवा विष्णु पदे मन को निवेशी आनंदे कहिले शुण मुनि गण कहिबि श्रीहरिर गुण सुतवाच विष्णु शुकर रूप धरी धरणी पातालु धरी लीला विहारे हिरण्याक्ष गोविंद माइले प्रत्यक्ष से कथा शुणी तो सचिते अश्रु पुलक रोम गात्रे मैत्रेय पादे देई शिर आनंदे पुछई विदुर विदुरवाच नाभिरु ब्रह्मा अवतार से प्रजापतिଙ୍କ ईश्वर प्रजापतिଙ୍କୁ जात कला सृष्टि सर्जने आज्ञा देला मरीचि आदि सप्त तनु अपरे स्वयंभुव मनु पितार आदेशे समस्ते सृष्टि सर्जिले के मन्ते भार्या सहिते जोग मते कियबा सर्जिले स्वतंत्रे किबा सकल एक मेळे सृजि सर्जिले अंतराळे किबा धरणी जळे स्थापी प्रजा सर्जिले विश्वरूपी से पुणी किबा कले परे तो बिनु केबा कहि पारे तुम्भे आगत अनागत सकल विषय विदित ब्रह्मांक आज्ञा घेने शिरे जगत कले कि प्रकारे मैत्रेय उवाच शुण विदुर एक चित्ते जे सृष्टि पद्म कल्पन्ते जे काल रूपी विश्वनाथ जा माया बळे जगत सो माया बळे क्षोभ पाई महत रूप से धरई रज प्रधाने तिनि गुणे कल्पिला दैव प्रेरणे से भूत आदि जे महत अग्रेसर जिला पंचभूत शबद आदि पंच गुणे मिलिले सृष्टिर कारणे जे ज्ञानेन्द्रिय चक्षु आदि जे कर्मेन्द्रिय ही बागादि सदादि जेते कहिले सृजने असमर्थ हेले से पुणी एक रुंड होई दैव शक्तिर बल पाई कल्पिला हेममय अंड जाहाकु बोलंती ब्रह्मांड से अंड कोश महाजले पड़ी भासई काल बळे से पुणी सहस्र बरसे से महानव जले भासे से अंड कोश मध्ये हरि सोए अनंत सज्जा करी तानाभि पद्म पद्म कोश सलीले होइला प्रकाश से पद्म निज तेज पुंजे सहस्रे रवि रश्मि गंजे से पद्म मध्ये सर्व जंतु प्रकाशे निज कर्म हेतु विराज रूप तार मध्ये जन्मिला निज कार्य साधे से पुणी विष्णु उपदेशे सृष्टि सर्जिला अंड कोशे पूर्वे जे मते सृष्टि थिला से नाना रूपे संपादिला कालर बळे कोप मने निश्वास छाड़े घन घने तार निश्वास तत्क्षणे अविद्या संग पंचगणे ता मिश्र अंध तम तम मोह महामोह पंचम
ଏ ପଞ୍ଚତମ ଏକା ବେଳେ ଜନ୍ମିଲେ ଅନ୍ଧକାର ବଳେ। ଏ ସୃଷ୍ଟି ଦେଖି ତମମୟ ଧାତା ଛାଡ଼ିଲା ନିଜ ଦେହ। ସେ ପିଣ୍ଡ ଦେଖି ତମ ଗଣେ ବେଗେ ଧାଇଁଲେ ତତକ୍ଷଣେ। ସେ ଦେହ ମଧ୍ୟେ ସନ୍ଧ୍ୟା ମିଶି ତମେ ରଜନୀ ପ୍ରାୟ ଦିଶି। କ୍ଷୁଧାତୃଷାର ଅତି ବଳେ ସର୍ବେ ମିଳିଲେ ଏକ ମେଳେ। ଥୋକେ ବୋଲନ୍ତି ରଖ ରଖ ଥୋକେ ବୋଲନ୍ତି ବେଗେ ଭକ୍ଷ। ତକ୍ଷଣେ ବ୍ରହ୍ମା ଭୟ ପାଇ ବୋଲେ ତାହାଙ୍କ ମୁଖ ଚାହିଁ। ଏ ପିଣ୍ଡ ରଖ ହୋ ନ ଭକ୍ଷ ଏଣୁ ହୋଇବ ଯକ୍ଷ ରକ୍ଷ। ତୁମ୍ଭେ ଯେ ଯକ୍ଷ ରକ୍ଷ ଗଣ ମୋର ବଚନ ଏବେ ଶୁଣ। ତୁମ୍ଭେ ମୋହର ପ୍ରଜା ହୁଅ ଏ ମନ୍ତ କହି ପିତାମହ। ସୃଜିଲା ଦେବ ସ୍ତ୍ରୀ ଗଣ ଦେବଙ୍କ ଭୋଗ୍ୟ ଯେ ପ୍ରମାଣ। ଦିବସ ରୂପା ସେ ସାକ୍ଷାତେ ସର୍ଜିଲା କ୍ରୀଡ଼ାର ନିମିତ୍ତେ। ବ୍ରହ୍ମା ସାତ୍ୱିକ ମନ ଭାବ ତହୁଁ ଦେବଙ୍କ ଆବିର୍ଭାବ। ପୁଣି ଜଘନ ବେଦପତି ଅସୁର କଲା ଉତ୍ତପତି। ସ୍ତ୍ରୀ ଲମ୍ପଟ ସେ ଯୁକତେ ନାରୀଙ୍କୁ ଦେଖିଲେ ଅଗ୍ରତେ। ତାହାଙ୍କୁ ଦେଖି ତତକ୍ଷଣେ ଧାଇଁଲେ ସେ ଅସୁର ଗଣେ। ମୈଥୁନ ଲୋଭ ବନ୍ଧେ ଧାଇଁ ବେଗେ ବେଢ଼ିଲେ ଲୋଭ ବହି। ନିର୍ଲଜପଣ ତାହାଙ୍କର ଦେଖି ହସିଲେ ବେଦବର। ବ୍ରହ୍ମାର ହାସ୍ୟ ଦେଖି କୋପେ ମିଳିଲେ ତାଙ୍କର ସମୀପେ। ଚାହାନ୍ତେ କୋପିତ ବଦନେ ଭୟ ପଶିଲା ବ୍ରହ୍ମା ମନେ। ଶୂନ୍ୟ ଗୋବିନ୍ଦ ପଦ ଧ୍ୟାଇ ବୋଲଇ ଶିରେ କର ଦେଇ। ପ୍ରାଣୀଙ୍କ ଅନୁଗ୍ରହ ଅର୍ଥେ ତୁ ନାଥ ଆଜ୍ଞା ଦେଲୁ ମୋତେ। ସୃଷ୍ଟି କରଇ ତୋର ବୋଲେ ତୋ ଅନୁରୂପ ଏ ଶୟଳେ। ତୁ ମୋତେ ରଖ ଚକ୍ରଧର ଏ ଗଣେ ମହାଭୟଙ୍କର। ଏ ଯେବେ ଭକ୍ଷୀ ବେଟି ମୋତେ କେମନ୍ତେ ସର୍ଜିବି ଜଗତେ। ବ୍ରହ୍ମା ବିକଳ କର୍ଣ୍ଣେ ଶୁଣି ବୋଇଲେ ପ୍ରଭୁ ଚକ୍ର ପାଣି। ଏ ଦେହ ଘୋର ଭୟଙ୍କର ବେଗେ ତୁ ଛାଡ଼ ଏ ଶରୀର। ଶୁଣି ଗୋବିନ୍ଦର ବଚନ ତକ୍ଷଣେ ଛାଡ଼ିଲା ଜୀବନ। ସେ ଦେହ ସନ୍ଧ୍ୟା ରୂପ ହୋଇ ରୂପେ ଅସୁର ମନମୋହି। ନାନା ଅଳଙ୍କାର ସାଜେଣି ଚରଣେ ନୂପୁର ବାଜେଣି। ମଦ ବିହଳିତ ଲୋଚନ ଦୁକୁଳେ କଟି ଶୋଭାବନ। କଟି ମେଖଳା ରତ୍ନସାର ହୃଦଏ ତୁଙ୍ଗ ପୟଧର। ସୁନ୍ଦର ନାସିକା ବିରାଜେ ଦନ୍ତ ଡାଳିମ୍ବ ବୀଜ ଗଞ୍ଜେ। ମଧୁର ହାସ ମନୋହର ସମ୍ଭ୍ରମ କଟିକ୍ଷ ସୁନ୍ଦର। ବସ୍ତ୍ରେ ଆଚ୍ଛାଦି କଳେବର ପଥେ ଚାଲଇଲା ଜବର। ଅସୁରେ ଦେଖି ତାଗମନ ସର୍ବେ ହୋଇଲେ ହତ ଜ୍ଞାନ। କହନ୍ତି ଏକ ଏକେ ଚାହିଁ ଏମନ୍ତ ଦେଖିଲା ତ ନାହିଁ। ନବୀନ ବୟସ ଏହାର ରୂପ ଲାବଣ୍ୟ ମନୋହର। ଏ ଆମ୍ଭ ମନ ମଧ୍ୟେ ରମେ ଅକାମୀ ଜନ ପ୍ରାୟ ଭ୍ରମେ। ଏମନ୍ତେ ସନ୍ଧ୍ୟା ରୂପ ଦେଖି ପ୍ରମୋଦା ପ୍ରାୟ ଉପଲକ୍ଷୀ। ନୟନ ଦେଇ ତା ବଦନେ ଭାବେ ପୁଛନ୍ତି ଅନ୍ୟେ। ଏମନ୍ତ ବହୁତ ବିଚାର କରିଣ ସକଳ ଅସୁର। ପ୍ରଣୟ ବସେ ପ୍ରମୋଦାର କରିଣ ବହୁତ ସତ୍କାର। କୁବୁଦ୍ଧି ପଣରେ ଅସୁର ପୁଛିଲେ ତାକୁ ବାର ବାର। ଭୋରମ୍ଭା ଉରୁଷୁ କଲ୍ୟାଣୀ ପ୍ରମୋଦା କୁଳ ଶିରୋମଣି। କାହାର ପତ୍ନୀ ତୁ ବୋଲାଉ କହ ତୁ ପୂଜିଲୁ କାହୁଁ। କହ ତୁ ତୋର କିସ ନାମ କି ପ୍ରୟୋଜନେ ତୋ ଗମନ। ତୋ ରୂପ ଗୁଣେ ହୋଇଛନ୍ନ ଆମ୍ଭର ସ୍ଥଗିତ ଲୋଚନ। ତୋହର ରୂପ ଗୁଣ ରାଶି ଆମ୍ଭର ପ୍ରଭାକୁ ବିନାଶୀ। ଆମ୍ଭର ପୂର୍ବ ଭାଗ୍ୟ ଫଳେ ମିଳିଲୁ ଆମ୍ଭର ଛାମୁରେ। କନ୍ଦୁକ କ୍ରୀଡ଼ା ତୋ ନୟନ ଦେଖି ହରିଲା ଆମ୍ଭ ମନ। ତୋର ଚରଣ ପଦ୍ମ ଯୁଗ ଗମନ ଚଞ୍ଚଳ ତରଙ୍ଗ।
ହସ୍ତେ କନ୍ଦୁକ ତୋର ସାଜେ ତୋ ମଝା ସିଂହ ମଧ୍ୟ ଗଞ୍ଜେ। ସେ ପୁଣି ସ୍ତନ ଭାରେ କ୍ଷୀଣ ଭାଜିଲା ପ୍ରାୟ ଅନୁମାନ। ଏମନ୍ତ ସନ୍ଧ୍ୟା ରୂପ ଚାହିଁ ଅସୁର ଗଣ ଲୋଭ ବହି। ସନ୍ଧ୍ୟାକୁ ଧରି ବାହୁ ବଳେ ମୋହେ ମଜିଲେ କାମ ଭୋଳେ। ଦେଖି ବିଧାତା ପ୍ରହସିତ ଭାବ ଗମ୍ଭୀର ମଗ୍ନ ଚିତ୍ତ। ବ୍ରହ୍ମାର ଶରୀର ବିରାଜେ ତକ୍ଷଣେ ନିଜ କାନ୍ତି ତେଜେ। ସ୍ୱଭାବେ ବ୍ରହ୍ମା ସେ ଆନନ୍ଦ ଗନ୍ଧର୍ବ ଅପସରା ବୃନ୍ଦ। ବ୍ରହ୍ମାର ଶରୀର ବାହାର ଯେ ରୂପ ମୋହେ ସୁର ନର। ଗନ୍ଧର୍ବ ବିଶ୍ୱାବସୁ ଆଦି ସେ ବ୍ରହ୍ମା ରୂପରୁ ପ୍ରସିଦ୍ଧି। ଆବୋରି ଅପସରା ଗଣେ ସୁଖେ ରହିଲେ ଜଣେ ଜଣେ। ପୁଣି ଅଳସ ଭାବ ଧରି ଭୂତ ପିଶାଚ ଗଣ କରି। ସେ ମୁକ୍ତ କେଶ ଦିଗମ୍ବର ଦେଖି କମ୍ପିଲେ ସୁର ନର। ପଥେ ତାହାଙ୍କ ରୂପ ଦେଖି ବ୍ରହ୍ମା ବୁଝିଲେ ବେନି ଆଖି। ସେ ଦେହ ନିଦ୍ରାବଶ ଚାହିଁ ପୁଣି ଛାଡ଼ିଲା ନିଜ ଦେହି। ସେ ଦେହ ଭୂତ ଗଣେ ଧରି ଉନ୍ମାଦ ନାଦେ ସେ ବିହରି। ପରୋକ୍ଷ ପୁଣି ସପ୍ତ ଗୁଣେ ସର୍ଜିଲା ସାଧ୍ୟ ପିତୃଗଣେ। ସେ ସାଧ୍ୟ ପିତୃ ବେନି ଗଣ ସେ ଦେହୁ ହୋଇଲେ ଜନମ। ସେ ଦେହ ପାଇ ତ ସଚିତ କର୍ମ କୋବିଦେ ଯେ ବିଦିତ। ସେ ସିଦ୍ଧ ବିଦ୍ୟାଧର ଗଣେ ଜାତ ହୋଇଲେ ତତକ୍ଷଣେ। ସ୍ୱଭାବେ ତେଜ ଅନର୍ଗଳା ତାହାଙ୍କୁ ଅନ୍ତର୍ଧ୍ୟାନ ଦେଲା। ବିଧାତା ପ୍ରତିବିମ୍ବ ବଳେ ଦେଖିଣ ମନର ନିଶ୍ଚଳେ। କିନ୍ନର କିମ୍ପୁରୁଷ ଜାତି ପୁଣି ସର୍ଜିଲା ପ୍ରଜାପତି। ମିଥୁନ ଭାବେ ବୀଣା ବାଇ ଦେବଙ୍କ ତ ସେ ଗୀତ ଗାଇ। ଏବେ ତୁ ଶୁଣ ହେ ବିଦୁର ବ୍ରହ୍ମାର ସୃଷ୍ଟିର ପ୍ରକାର। ସେ ସୃଷ୍ଟି ଚାହିଁ ପ୍ରଜାନାଥ ମନରେ ହୋଇଲା ଚିନ୍ତିତ। ଏ ସୃଷ୍ଟି ବୃଦ୍ଧି ତ ନହିଲା ଚିନ୍ତାରେ ବହୁତ ଶୋଇଲା। ତାହାଙ୍କୁ ସର୍ଜି ବେଦବର ତକ୍ଷଣେ ଛାଡ଼ି ସେ ଶରୀର। ଦେହ ଅନ୍ତରେ ଶୂନ୍ୟ ରହି ଶରୀର ଦେଖି ବିଚାରଇ। ସର୍ଜନେ ଯୋଗ୍ୟ ଏ ନୁହନ୍ତି ଏମନ୍ତ କ୍ରୋଧେ ବହୁ ଚିନ୍ତି। କ୍ରୋଧର ବସେ ପଦ୍ମଜୋନି ସେ ଭୋଗ ଦେହ ତ୍ୟଜେ ପୁଣି। ତହୁଁ ଯେ କେଶ ଗଲା ଖସି ତହୁଁ ଜନ୍ମିଲେ ସର୍ବରାଶି। ତକ୍ଷଣ ତମ ଗୁଣ ଜାତ ଗରଳ ତେଜେ ବଳବନ୍ତ। ତାହାଙ୍କୁ ଚାହିଁ ପ୍ରଜାନାଥ ସନ୍ତୋଷେ ହେଲା କୃତକୃତ୍ୟ। ପୁଣି କଳ୍ପିଲା ମନୋରଥେ ଆବର ସୃଷ୍ଟି ଭାବ ଯେତେ। ମନୁଙ୍କୁ କଲା ଉତ୍ତପତି ମନର ତହୁଁ ବେଦପତି। ନିଜ ପୁରୁଷ ରୂପ ଦେହ ତାଙ୍କୁ ଅର୍ପିଲା ପିତାମହ। ଯେ ଅଗ୍ରେ ଜାତ ହୋଇଥିଲେ ତାଙ୍କୁ ପ୍ରଶଂସା ବହୁ କଲେ। ଏମନ୍ତେ ବ୍ରହ୍ମା ସୃଷ୍ଟି ଚାହିଁ ବିବୁଧେ ତାର ଗୁଣ ଗାଇ। ବୋଲନ୍ତି ଧନ୍ୟ ବେଦପତି ସୃଷ୍ଟି ସର୍ଜନେ ଦୃଢ଼ ମତି। ଏଣେ ହୋଇବ ସର୍ବଯୋଗ ଆମ୍ଭେ ଲଭିବୁ ହବିର୍ଭାଗ। ଅନେକ ତପ ଯେଣୁ କଲା ଶୂନ୍ୟ ଗୋବିନ୍ଦ ଆଜ୍ଞା ଦେଲା। ନିଜ ସାଧନେ ତପ ବଳେ ସୃଷ୍ଟି କଲା ବୁଦ୍ଧି ବଳେ। ତପସ୍ୟା ବିଦ୍ୟା ଆସନାଦି ଅଷ୍ଟାଙ୍ଗ ଯୋଗ ସୁସମାଧି। ପୁଣି ସର୍ଜିଲା ଋଷି ଗଣ ସୋବସ କରି ଇନ୍ଦ୍ରିଗଣ। ଏମନ୍ତ ଋଷି ସୃଷ୍ଟି କଲା ଆପଣା ଦେହ ଅଂଶ ଦେଲା। ଏମନ୍ତେ ସୃଷ୍ଟିର କାରଣ ବିଧାତା ରୂପେ ନାରାୟଣ। କରଇ ପୁଣ ପୁଣ ଭାବେ ତାର ଭକତ ଜନ ଲାଭେ। ଏମନ୍ତେ ଭାଗବତ ବାଣୀ ମୈତ୍ରେୟ ମୁନି ଆଗେ ଭଣି। ବନେ ପିପଳ ବୃକ୍ଷ ମୂଳେ ଶ୍ରୀକୃଷ୍ଣ ରୂପ ତ୍ୟାଗ କାଳେ। ସେ କଥା ପରୀକ୍ଷିତ ଆଗେ ମୁନି କହିଲେ ପ୍ରିୟ ଭାବେ। ହରିଚରିତ ଭାଗବତ କହିଲା ବିପ୍ର ଜଗନ୍ନାଥ। ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ
पारमहंस्यां संहितायां तृतीय स्कन्धे सृष्टिसर्जनं नाम 20 अध्याय।